ଆଜିର ଗଳ୍ପର ନାମ ଆକବର ଏବଂ ବୀରବଲ। ଦିନେ ଆକବର ଏବଂ ବୀରବଲ ଏକତ୍ର ବସି ଭୋଜନ କରୁଥାନ୍ତି। ଖାଇବା ସମୟରେ ଆକବର ବାଇଗଣ ପରିବା ଖୁବ୍ ପ୍ରଶଂସା କଲେ। ଆକବର କହିଲେ, ବାଇଗଣ ହେଉଛି ଏକ ପୁଷ୍ଟିକର ପରିବା। ଏଥିରେ ପ୍ରଚୁର ପୁଷ୍ଟିକର ଉପାଦାନ ରହିଛି। ବୀରବଲ ମଧ୍ୟ ଆକବରଙ୍କ କଥାରେ ସମ୍ମତି ପ୍ରଦାନ କଲେ। କିଛି ଦିନ ବିତିଗଲା। ଆକବର ବୀରବଲ ପୁଣି ଥରେ ଏକାଠି ଖାଉଥାନ୍ତି। ଏହି ସମୟରେ ରୋଷେଇଆ ବାଇଗଣ ତରକାରୀ ଆଣି ପରଷିବାକୁ ଆସିଲା। ମହାରାଜ ଯେମିତି ବାଇଗଣ ତରକାରୀ ଦେଖିଲେ, ସେ ସଙ୍ଗେ ସଙ୍ଗେ ରୋଷେଇଆକୁ ଦେବା ପାଇଁ ମନା କରିଦେଲେ ଏବଂ କହିଲେ, ବାଇଗଣଗୁଡ଼ିକ ଖାଇବାକୁ ଆଦୌ ସ୍ୱାଦିଷ୍ଟ ନୁହେଁ। ଏହା ଭିତରେ ଖାଲି ମଞ୍ଜି ଭର୍ତ୍ତି ହୋଇ ରହିଛି। ଏଥିରେ କୌଣସି ପୁଷ୍ଟିକର ଉପାଦାନ ନାହିଁ। ଏହା କହି ରାଜା ବାଇଗଣ ତରକାରୀ ବୀରବଲଙ୍କୁ ଦେବା ପାଇଁ କହିଲେ। ରୋଷେଇଆ ବୀରବଲଙ୍କ ଥାଳିରେ ତରକାରୀ ପରଷିବା ସମୟରେ ବୀରବଲ ତାଙ୍କୁ ମଧ୍ୟ ବାରଣ କଲେ ଏବଂ କହିଲେ, ନା ନା, ବାଇଗଣ ଶରୀର ପାଇଁ ଅନିଷ୍ଟକାରୀ ନୁହେଁ। ଆପଣ ମହାରାଜ ଏଇ କିଛିଦିନ ପୂର୍ବେ ବାଇଗଣ ପରିବା ଖୁବ୍ ପ୍ରଶଂସା କରୁଥିଲେ, କିନ୍ତୁ ବର୍ତ୍ତମାନ ଆପଣ ଏହି ପରିବାକୁ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ହଜୁର, ମୁଁ ଆପଣଙ୍କ ଭକ୍ତ ଅଟେ, ବାଇଗଣର ଭକ୍ତ ନୁହେଁ। ଅନ୍ୟ ଭାଷାରେ କହିଲେ, ମହାରାଜ, ମୁଁ ଆପଣଙ୍କର ସେବକ, ବାଇଗଣର ସେବକ ନୁହେଁ। ବୀରବଲଙ୍କ ଚତୁରତାପୂର୍ଣ୍ଣ କଥା ଶୁଣି ମହାରାଜ ଆକବର ଖୁସି ହୋଇଗଲେ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।